ସାର୍ ଯୀଶୁଙ୍କ ନାମରେ ପ୍ରେଜ୍ ଲର୍ଡ। Praise the Lord. ସାର୍ ମୁଁ ଗୋଟେ ପ୍ରଶ୍ନ ପଚାରୁଛି, ଯେଉଁ ବାଇବଲ ପ୍ରତ୍ୟେକ ଖ୍ରୀଷ୍ଟିଆନ ମାନେ ପଢ଼ୁଛନ୍ତି ସେଇ ବାଇବଲ ଅନୁସାରେ ସ୍ୱର୍ଗ କିପରି ଯିବାକୁ ଏହା ଟିକେ ଜାଣିବାକୁ ଚାହୁଁଛି, ମୋତେ ଟିକେ ଜଣେଇବେ। ଓକେ, ବହୁତ ଧନ୍ୟବାଦ। ଅତି ଖୁସିର ବିଷୟଟେ। ପ୍ରଶ୍ନ ଗୋଟେ ବଡ଼ ଆଚମ୍ବିତ କରିଥାଏ, କାହିଁକି ଅନେକ ମଣିଷ ଚିନ୍ତା କରିଥାଏ ସ୍ୱର୍ଗ ବିଷୟରେ। ଏଣୁ ବାଇବଲ ଅନୁସାରେ ଯଦି ଆମେ ଦେଖିବା, ବାଇବଲ ଅନୁସାରେ କିପରି ଲୋକେ ସ୍ୱର୍ଗକୁ ଯାଇପାରନ୍ତି। କିନ୍ତୁ ବାଇବଲ ଲେଖା ହେଇଛି ଅନେକ ଲୋକେ, ଜଗତ ଲୋକମାନେ ଚିନ୍ତା କରିଥାନ୍ତି ଆମେ ଧର୍ମ କର୍ମରେ, କ୍ରିୟାକର୍ମରେ ଆମେ ସ୍ୱର୍ଗକୁ ଯାଇପାରିବା। କିନ୍ତୁ ଏହା ଆକ୍ଚୁଆଲି ବାଇବଲ କୁହେ ନାହିଁ। କାରଣ ବାଇବଲ କୁହେ କେବଳ ସେଇ ସ୍ୱର୍ଗ ପଥରେ ଯିବା ପାଇଁ ଯୀଶୁ ଗୋଟେ ବିଷୟ କହିଲେ, ଯାହାକି ଆମେ ପଢ଼ିପାରୁଛୁ, ଜାଣିପାରୁଛୁ। ଜହନ 14:6 ମୁଁ ପଥ, ମୁଁ ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ସ୍ୱର୍ଗ ଯାଇପାରେ ନାହିଁ। ତାର ଅର୍ଥ ଯୀଶୁ ମନୁଷ୍ୟ ସମସ୍ତେ ପାପୀ। କାରଣ ମନୁଷ୍ୟ ଏ ଜଗତରେ ବିଭିନ୍ନ ପାପର ଅଛନ୍ତି। ସେ ପାପରୁ କୌଣସି ମନୁଷ୍ୟ ସ୍ୱର୍ଗକୁ ଯାଇପାରିବେ ନାହିଁ। ପ୍ରଥମେ ସେମାନେ ଧାର୍ମିକ ହେବା ଦରକାର, ପ୍ରଥମେ ସେମାନେ ପାପ କ୍ଷମା ଦରକାର, ପ୍ରଥମେ ସେମାନେ ପବିତ୍ରତା ଜୀବନ ଦରକାର। ଏହି ପାପରୁ କ୍ଷମା କିଏ ଦେଇପାରେ ତାହା ଆମେ ଜାଣିପାରୁଛୁ। କାରଣ ଯୀଶୁଙ୍କ ଛଡ଼ା କାହାଠାରେ ପାପ କ୍ଷମାର ରହିନାହିଁ। ଏଥିପାଇଁ ଯୀଶୁଙ୍କ 2026 ବର୍ଷ ତଳେ ଆସି ପ୍ରତ୍ୟେକ ମନୁଷ୍ୟର ପାପରୁ ଉଦ୍ଧାର କରିବା ନିମନ୍ତେ ଯେଉଁ ବଳିଦାନ କଲେ, ସେହି ଦ୍ୱାରା ହିଁ ଆମେ ସ୍ୱର୍ଗକୁ ଯାଇପାରିବା। ସେଥିପାଇଁ କୌଣସି କ୍ରିୟାକର୍ମରୁ ନୁହେଁ। ଏଣୁ ପ୍ରଥମ ମୁଁ କହିବାକୁ ଚାହେଁ, ଏଣୁ ଯଦି ବାଇବଲ ଅନୁସାରେ ଲେଖାଯାଇଛି, ପ୍ରଥମେ ତ ତାହାଙ୍କୁ ଯୀଶୁ ଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ଉଦ୍ଧାରକର୍ତ୍ତା ବିଶ୍ୱାସ କରିବାକୁ ହେବ। କାରଣ ସେ ହେଉଛନ୍ତି ଉଦ୍ଧାରକର୍ତ୍ତା, ସେ ହେଉଛି ମୁକ୍ତିକଦାତା, ସେ ହେଉଛି ଆପଣ ପାଇଁ, ମୋ ପାଇଁ, ସମଗ୍ର ଜଗତର ମଧ୍ୟ ଜୀବନ ଦେଇଛନ୍ତି। ସେଇ ଯୀଶୁଙ୍କଠାରେ ମୁକ୍ତି ଅଛି। ଏହା ପ୍ରଥମେ। ଏଣୁ ଆମେ ବ୍ୟକ୍ତିଗତ ଜୀବନରେ ପ୍ରଭୁ ମୋର ଉଦ୍ଧାରକର୍ତ୍ତା ତ୍ରାଣକର୍ତ୍ତା ବିଶ୍ୱାସ କରିବାକୁ ହେବ। କାରଣ ଏଫେସୀୟ ଆମେ ଦେଖିପାରୁଛୁ 2, କିନ୍ତୁ ମନୁଷ୍ୟ କ୍ରିୟାକର୍ମର ନୁହେଁ, କେବଳ ମନୁଷ୍ୟ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ସେ ପରିତ୍ରାଣ ପାଇପାରିବ। ଏଣୁ ଯୀଶୁଙ୍କଠାରେ ପ୍ରଥମେ ବିଶ୍ୱାସ କରିବା ଦରକାର ବ୍ୟକ୍ତିଗତ ଜୀବନରେ। ଏବଂ ଦ୍ୱିତୀୟ କଥା ଆମେ ଦେଖିପାରୁଛୁ ଯେ ସ୍ୱର୍ଗକୁ ଯିବା ପାଇଁ ଯୀଶୁଙ୍କ ପଥରେ ହିଁ ଚାଲିବାକୁ ହେବ। ଯୀଶୁଙ୍କ ବିଶ୍ୱାସ କରେ ତାଉ, କାହିଁକି ନିକୋଦିମକୁ ଏକଥା ଯୀଶୁ କହିଲେ ପୁନର୍ଜନ୍ମ ହେବାକୁ ହେବ। କାରଣ ମନୁଷ୍ୟ ଏ ଶାରୀରିକ ଜନ୍ମ ନୁହେଁ, ଏ ଶାରୀରିକ ଜନ୍ମ କଥା କହିନାହାନ୍ତି, କେବଳ ଆତ୍ମିକ ଜନ୍ମ। ଆମେ ଜଣେ ଶାରୀରିକ ଥରେ ଆମେ ଜନ୍ମ ନେଇଥାଉ, ତାର ଆତ୍ମିକ ଜନ୍ମ ମାନେ ଯୀଶୁଖ୍ରୀଷ୍ଟଙ୍କ ବାକ୍ୟକୁ ବିଶ୍ୱାସ କରି ପାପରୁ ଆମେ ବିମୁଖ ହେଇ ଯୀଶୁଙ୍କ ନିକଟକୁ ଆସିବା ହିଁ ପୁନର୍ଜନ୍ମ ଅଟେ। ଯେହେତୁ ଆମେ ବିଶ୍ୱାସ କଲୁ ଏବଂ ଆମେ ପାପ ପରିତ୍ୟାଗ କରି ଯୀଶୁଙ୍କ ନିମନ୍ତେ ଆମେ ବଞ୍ଚିବା, ତାହା ହେଉଛି ପୁନର୍ଜନ୍ମ ଅଟେ। କାରଣ ଯୀଶୁଖ୍ରୀଷ୍ଟ ନିକୋଦିମକୁ ସେଥିପାଇଁ ଜହନ 3:3 କହିଲେ, ସତ୍ୟ ମୁଁ ତୁମକୁ ପୁନର୍ଜନ୍ମ ନହେଲେ ତୁମେ ସ୍ୱର୍ଗକୁ ଯାଇପାରେ ନାହିଁ। ଏଣୁ ଦ୍ୱିତୀୟ କଥା ହେଉଛି ପୁନର୍ଜନ୍ମ। ଏବଂ ତୃତୀୟ କଥା, ଯୀଶୁଙ୍କୁ ଆମେ ବ୍ୟକ୍ତିଗତ ରୂପରେ ତ୍ରାଣକର୍ତ୍ତା ରୂପେ ଆମେ ଗ୍ରହଣ କରିବାକୁ ପଡ଼ିବ। ମୋର ସେ ଉଦ୍ଧାରକର୍ତ୍ତା, ମୋର ତ୍ରାଣକର୍ତ୍ତା ରୂପେ ଆମେ ଗ୍ରହଣ କରିବା ଏବଂ ତାଙ୍କର ସନ୍ତାନ ଅଧିକାର ପାଇବାର ଅଛି। କାହିଁକି ଜହନ 1:12 ଲେଖାଯାଇଛି, ଯେତେ ଜଣ ତାଙ୍କୁ ବିଶ୍ୱାସ କଲେ ଏବଂ ଗ୍ରହଣ କଲେ ଏବଂ ଈଶ୍ୱରଙ୍କ ସନ୍ତାନ ଅଧିକାର ପାଇଲେ, ଏଣୁ ସେମାନେ ହିଁ ଈଶ୍ୱରଙ୍କ ସନ୍ତାନ ହେବା ଦ୍ୱାରା ସ୍ୱର୍ଗକୁ ଯାଇପାରିବେ। ଏଣୁ ମୋର ପ୍ରତ୍ୟେକ ପ୍ରିୟ ଭାଇ ଭଉଣୀମାନେ, ଯେଉଁ ପ୍ରଶ୍ନ ଆସୁଛି, ବାଇବଲ କୁହେ ପ୍ରଥମେ ଈଶ୍ୱରଙ୍କଠାରେ ବିଶ୍ୱାସ କରିବା ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ। ଏବଂ ଦ୍ୱିତୀୟ କଥା, ଆମେ ପୁନର୍ଜନ୍ମ ପାଇବାର ଅଛି, ଯେଉଁକି ପୁରାତନ ସ୍ୱଭାବ ଆମେ ଲୋପ ହେବାର ଅଛି, ନୂତନ ସ୍ୱଭାବ ଯୀଶୁଙ୍କଠାରେ ଲାଗି ରହିବାର ଅଛି। ଆତ୍ମିକ ଧାର୍ମିକତା ଜୀବନ ଯାପନ କରିବାକୁ ଅଛି। ଏବଂ ଆମେ ତୃତୀୟରେ ଆମେ ଯୀଶୁଙ୍କ ପଥ ଅନୁସରଣ କରିବାକୁ ହେବ। କାରଣ ଯୀଶୁ କହିଲେ ମୋ ବିନା ତୁମେ ଯାଇପାରୁ ନାହିଁ। ଯୀଶୁ ହିଁ ପଥ, ଯୀଶୁ ହିଁ ସତ୍ୟ, ଯୀଶୁ ହିଁ ଜୀବନ। ଏବଂ ତୃତୀୟ କଥା, କାହିଁକି ନା ଆମେ ଜାଣିବା ଦରକାର ଯୀଶୁଖ୍ରୀଷ୍ଟ ଏଥିପାଇଁ ସେ ମୃତ୍ୟୁବରଣ କରିଛନ୍ତି, ଏଥିପାଇଁ ସେ ଜୀବନ ଦେଇଛନ୍ତି। ଏଣୁ ସେ କହିଲେ, କାରଣ ଧାର୍ମିକ ବିନା କୌଣସି ଜଣେ ସ୍ୱର୍ଗକୁ ଯାଇପାରେ ନାହିଁ। ସେ ଧାର୍ମିକ କିଏ କରନ୍ତି? ପ୍ରଭୁ ଯୀଶୁଖ୍ରୀଷ୍ଟ। ଏଣୁ ରୋମିଓ 4:25 ଲେଖାଯାଏ ଯେ ସେ ଆମମାନଙ୍କର ଅପରାଧ ନିମନ୍ତେ ଆଉ କୃଷାର୍ପିତ ହେଲେ, ସମର୍ପିତ ହେଲେ ଏବଂ ସେ ଆମକୁ ଧାର୍ମିକ ଗଣିତ କରିବା ନିମନ୍ତେ ସେ ପୁନରୁତ୍ଥିତ ହେଲେ। ସେ ଯୀଶୁଙ୍କଠାରେ ଆମେ ଧାର୍ମିକ ପାଇପାରିବା। ନିଜର ଧାର୍ମିକତାରେ ଆମେ କେବେ ସ୍ୱର୍ଗକୁ ଯାଇପାରିବା ନାହିଁ। ଯୀଶୁଖ୍ରୀଷ୍ଟଙ୍କ ଯେଉଁ ଆମ ପାଇଁ ଧର୍ମକର୍ମ କରିଛନ୍ତି, ଯେଉଁ ଧାର୍ମିକତା ଦେଖାଇଛନ୍ତି, ସେ ଧାର୍ମିକତାକୁ ଆମେ ବିଶ୍ୱାସ କରିବା, ଗ୍ରହଣ କରିବା ଏବଂ ଆମେ ବ୍ୟକ୍ତିଗତ ଭାବେ ଯୀଶୁଙ୍କୁ ଗ୍ରହଣ କରି ଆମେ
ଆତ୍ମିକ ଜୀବନରେ ଏ ବାକ୍ୟର ବିଶ୍ୱାସ ଜୀବନ ଆମେ ଆଗେଇବା ଦ୍ୱାରା ଆମେ ସ୍ୱର୍ଗକୁ ଯାଇପାରିବା। ଏହା ବାଇବଲ ଏହା କହିଥାଏ। କାରଣ କୌଣସି କ୍ରିୟାକର୍ମରେ ନୁହେଁ, କୌଣସି ଏ ଧର୍ମକର୍ମରେ ନୁହେଁ, କେବଳ ଯୀଶୁ ଖ୍ରୀଷ୍ଟଙ୍କ ବ୍ୟକ୍ତିଗତ ରୂପେ ତାର କଥା ବିଶ୍ୱାସ କରିବା ଦ୍ୱାରା ଆମେ ସ୍ୱର୍ଗକୁ ଯାଇପାରିବା। ଏବଂ ଦ୍ୱିତୀୟ କଥା, ପାପରୁ ବିମୁଖ ହୋଇ ଆମେ ପୁନର୍ଜନ୍ମ ହେବାକୁ ହେବ, ବାକ୍ୟରେ ଆମେ ଜାତ ହେବାକୁ ହେବ। ଏହା ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ବାକ୍ୟରେ ଏଟା କୁହେ। ଏଣୁ ବିଶେଷ ଆଜି ଆମେ ମୋର କହିବା ଉଦ୍ଦେଶ୍ୟ, ମୋର ପ୍ରିୟମାନେ, ଆଜି ଯେତେ ଜଣ ଆଜି ଆମମାନେ ବିଶ୍ୱାସ କରୁଛୁ, ଗ୍ରହଣ କରୁଛୁ, ବ୍ୟକ୍ତିଗତ ଭାବରେ ନିଶ୍ଚିତ ଆମେ ବିଶ୍ୱାସ କରିବା ମୁଁ ଯେ ସ୍ୱର୍ଗକୁ ଯାଇପାରିବି। ହୁଏତ ଅନେକ ଲୋକ ଆଜି ଚିନ୍ତା କରିଥାନ୍ତି କ୍ରିୟାକର୍ମରୁ, ଧର୍ମକର୍ମରେ ସେଇଟା କେବେ ଅସମ୍ଭବ ନାହିଁ। କାରଣ ବଳିଦାନ ଦ୍ୱାରା ହିଁ ପାପ କ୍ଷମା, ପାପ ମୋଚନ ହୋଇଛି। ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଏଣୁ ଆଜି ଯେଉଁ ପ୍ରଶ୍ନ, ଉତ୍ତମ ପ୍ରଶ୍ନ ପଚାରେ ବାଇବଲ କହିଥାଏ ଯେ ସ୍ୱର୍ଗକୁ ଯିବା ପାଇଁ କେବଳ ଯୀଶୁଖ୍ରୀଷ୍ଟଙ୍କ ବିଶ୍ୱାସ ଦ୍ୱାରା। କାହିଁକି ସେ ଏଥିପାଇଁ ଯୋଉଠି ଅନେକ ଆମେ ସୁପରିଚିତ ବାକ୍ୟ ମୁଁ କହିବାକୁ ଚାହେଁ। ଜହନ 3:16 କ'ଣ ଲେଖାଯାଇଛି? କାରଣ ଈଶ୍ୱର ଜଗତକୁ ଏମନ୍ତ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନହୋଇ ଅନନ୍ତ ଜୀବନ ପାଇବ। ଏହା ହେଉଛି ଈଶ୍ୱରଙ୍କ ବାକ୍ୟ ହୁଏ ଯେ ତାହାଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଏଣୁ ମୋର ପ୍ରିୟମାନେ, ଆଜି ଆମମାନେ ଅନେକ କ୍ରିୟାକର୍ମରେ ଯେଉଁ ଆମେ ଚିନ୍ତା ଭାବନା କରିଥାଉ ତାହା ନୁହେଁ। କେବଳ ଯୀଶୁଖ୍ରୀଷ୍ଟ ଏଥିପାଇଁ ସ୍ୱର୍ଗ ସିଂହାସନ ଛାଡ଼ି ଜଗତକୁ ଆସିଥିଲେ ଏବଂ ମୃତ୍ୟୁଭୋଗ କଲେ ଏବଂ ସମାଧିସ୍ଥ ହେଲେ ଏବଂ ପୁନର୍ଥିତ ହେଲେ ଆମକୁ ଧାର୍ମିକ ଗଣିତ କରିଥିବାରୁ ନିଶ୍ଚିତ ଆମେ ବାଇବଲ କୁହେ ଯେ ଆମେ ଅକ୍ଲେଶରେ ଆନନ୍ଦରେ ଆମେ ସ୍ୱର୍ଗକୁ ମୃତ୍ୟୁ ପରେ ଆମେ ଯାଇପାରିବା। ଜୀବନ୍ତ ଥିବା ସମୟରେ ଆମେ ନିଶ୍ଚିତ ଯାଇପାରିବା। ଏହା ହେଉଛି ବାଇବଲ ଆମକୁ ସ୍ପଷ୍ଟ ଭାବରେ କହିଥାଏ। ଏତିକି ମୁଁ କହି ଧନ୍ୟବାଦ ଦେଉଛି। ଧନ୍ୟବାଦ। ଥ୍ୟାଙ୍କ ୟୁ ସାର୍, ଏତେ ସୁନ୍ଦର ବାକ୍ୟ ପ୍ରକାଶ କଲେ। ପ୍ରଭୁ ମଙ୍ଗଳ କରନ୍ତୁ, ଦୟା କରନ୍ତୁ, ଆଶୀର୍ବାଦ କରନ୍ତୁ। ଭାଇ ଓ ଭଉଣୀମାନେ ଆମମାନଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ। ଏହିପରି ବାକ୍ୟ ଆଗକୁ ଦେଖିବା ପାଇଁ ଆମ ଭିଡ଼ିଓକୁ ସବସ୍କ୍ରାଇବ୍, ଲାଇକ୍ ଆଣ୍ଡ ସେୟାର କରିବେ। ଆଉ ଅନେକ କିଛି ପ୍ରଶ୍ନ ଅଛି ଆପଣଙ୍କଠାରେ, ତାହେଲେ କମେଣ୍ଟ କରନ୍ତୁ। ସେଇ କମେଣ୍ଟ ଅନୁସାରେ ଆମେମାନେ ଭିଡ଼ିଓ ଆପଣଙ୍କ ନିକଟକୁ ପହଞ୍ଚାଇ ପାରିବୁ। ଆମେନ୍। ପ୍ରେଜ୍ ଦ ଲର୍ଡ।